ଦର୍ଶନ ଅପୂର୍ବ ମହୋତ୍ସବ ଏଠି ବାସ୍ତବରେ ଅମୃତ ଧରେ। ମଣିଷ ଯେତେବେଳେ ତାଙ୍କ ପାଖକୁ ଯାଏ, ତାଙ୍କ ସୃଜନଶୀଳତାକୁ ଆଶ୍ରୟ ନିଏ, ଯେତେବେଳେ ତାଙ୍କ ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଦିଏ, ସେତେବେଳେ ତାର ଧର୍ମ ଅର୍ଥ କାମ ମୋକ୍ଷର ସାର୍ଥକ। ତେଣୁ ମଣିଷର ଦରକାର ଚତୁର୍ବର୍ଗ ଫଳ ପ୍ରାପ୍ତି। এই ଯେଉଁ ଚତୁର୍ବର୍ଗ ଫଳ ପ୍ରାପ୍ତି ହୁଏ ଯେତେବେଳେ ମଣିଷ ପୁରୁଷୋତ୍ତମଙ୍କ ଶ୍ରୀପଦ ବନ୍ଦକୁ ଯାଏ। ଆଉ এই ଯେଉଁ ସୁଧାସାର୍ଜନା ଉତ୍ସବ ପରମ ପିତାଙ୍କ ଏକ ଅପୂର୍ବ ଆଶୀର୍ବାଦ। এই ଅପୂର୍ବ ଆଶୀର୍ବାଦକୁ ଯେଉଁମାନେ ଦର୍ଶନ କରୁଛନ୍ତି, ଯେଉଁମାନେ ଗ୍ରହଣ କରୁଛନ୍ତି, ସେମାନଙ୍କର ଜୀବନ ତ ଧନ୍ୟ ହେଉଛି ଏବଂ ଯେଉଁ ପରିବେଶରେ ହେଉଛି ସେ ପରିବେଶଟା ଏତେ ଅମୃତମୟ ହେଉଛି ଯେ ତାକୁ ଯିଏ ଉପଲବ୍ଧି କରୁଛି, ଯିଏ ଆସୁଛି, ଯିଏ ପୁରୁଷୋତ୍ତମଙ୍କୁ ଦର୍ଶନ କରୁଛି, ଯିଏ ଆଚାର୍ଯ୍ୟଙ୍କୁ ଦର୍ଶନ କରୁଛି, ବାସ୍ତବରେ ତାର ଜୀବନଟା ଧନ୍ୟ ହେଉଛି। ତେଣୁ ପ୍ରତ୍ୟେକଙ୍କୁ ଏହି ପରମ ପୁରୁଷଙ୍କ ଶ୍ରୀପଦ ପଙ୍କଜରେ ଆସି ସ୍ଥାନ ପାଇ ସେମାନେ